ମୋ ନାଁ ଇପ୍ସିତା ସାହୁ, ଘର କୁଆଁସ, ଭଦ୍ରକ ବାସି। ଆମର ଲଗାତାର 2 ଥର ଚୋରି ହେଇସାରିଲାଣି ଘରେ। ଆମେ ଟାଉନ ଥାନା ଦ୍ୱାରସ୍ଥ ହେଇଥିଲୁ, ଏସପି IACI ଙ୍କୁ ଦେଇଥିଲୁ, FIR ଦେଇଥିଲୁ। ଆମର ଲାଷ୍ଟ ଚୋରି ହେଇଥିଲା ଏଇ 1 ତାରିଖ ଦିନ। ଆମର ଆମ ସସ୍ପେକ୍ଟେଡ ଯେ ଆମ ନିଜ ଘର ଭଡାଟିଆ ସେ ଉପରେ ଥିଲେ। ଦିଟା ଆମର ସାମ୍ନାର 2ଟା ଗେଟ୍ ଚାବି ପଡିଛି, କିନ୍ତୁ ଆମର ମଝି ଗେଟ୍ ଯୋଉଟା ଆମ ମେନ୍ କବାଟ ସେଟା ଭଙ୍ଗା ହେଇକି ଆମ ଘରୁ ଚୋରି ହେଇଛି। ୟା ପୂର୍ବ ଥର ବି ସେମିତି ଚୋରି ହେଇଥିଲା। ଆଉ ରେସ୍ ଯେତିକି ଯାହା ଥିଲା ସିଏ ଜାଣିଛନ୍ତି, କାହିଁକିନା ଆମର ଫାଷ୍ଟ ଥର ଚୋରି ହେଲା ପରେ ସେକେଣ୍ଡ ଥର ଚୋରିର ଆମର ଜାଗା ଚେଞ୍ଜ କରିକି ଜିନିଷ ରଖା ହେଇଥିଲା, କିନ୍ତୁ ସେ ଜାଗା ଚେଞ୍ଜ କରିବା ଜିନିଷ ରଖିବା ସେ ଦେଖିଛନ୍ତି। ତ ସେଇ ହିସାବରେ ଆମର ଡାଉଟ୍ ଆଉ କାହା ଉପରେ ଯାଉନି, ଆମେ କନଫର୍ମ ବି ସିଏ ହିଁ ନେଇଛନ୍ତି। ଆଉ ଆମର 2ଟା ଗେଟ୍ ଥାଇକି ଚାବି ପଡିଛି, ସେକେଣ୍ଡ ଗେଟ୍ କବାଟରେ ଭଙ୍ଗା ହେଇକି ଆମ ଜିନିଷ ଚୋରି ହେଇଛି। ହଁ, ଥାନାରେ ସେଇ ଦିନ ରାତିରେ ଆମେ FIR ଦେଇତେ ଆସିଥିଲୁ। ତାପରେ ସେଇ ଟାଇମିଂରେ ଯେତେବେଳେ ଆମେ ଚାବି ପକେଇ ଘରୁ FIR ଦେଇତେ ଆସିଛୁ, ସେଇ ଟାଇମିଂରେ ସିଏ ଘରୁ ବାହାରିକି ଅନ୍ୟ ଲୋକଙ୍କ ସହାୟତା ନେଇକି ଘରୁ ବାହାରିକି ଯାଇଛନ୍ତି ବାହାରକୁ। ଯେତେବେଳେ ଥାନାରୁ ଦିଲ୍ଲୀପ କୁମାର ସାହୁ ଆସିକି ପହଞ୍ଚିଲେ, ମାନେ ସ୍ପଟରେ କଣ ହେଇଛି କଣ ନାହିଁ ଦେଖିବା ପାଇଁ, ସେତେବେଳେ ସେ ଇନକ୍ୱାରୀରେ ସେ ବାହାରୁ ଆସିକି ପହଞ୍ଚିଲେ। ତ ସେଇ ଟାଇମିଂରେ ତାଙ୍କୁ ସେ ଥାନାକୁ ନେଇ ଯାଇଥିଲେ, କିନ୍ତୁ ତା ପର ଷ୍ଟେପରେ ସେ ତାଙ୍କୁ ଥାନାରୁ ଛାଡିଦେଲେ, କାହିଁକି ନା ସେ ଆମକୁ କହିଲେ କି ଆମ ପାଖରେ ସଫିସିଏଣ୍ଟ ପ୍ରୁଫ୍ ନାହିଁ।